ଚିତା ଲାଗି ଅମାବାସ୍ୟା ଉପଲକ୍ଷେ ଚାଲନ୍ତୁ ଆଜି ବନେଇ ନେବା ଓଡ଼ିଶାର ଏକ ପାରମ୍ପରିକ ପିଠା ଚିତଉ ପିଠା। ପିଠାଟି ପୁରା ନରମ କଅଁଳିଆ ଆଉ ଜାଲିଦାର ସୁଆଦିଆ ବନିବ। ଏହି ଉପାୟରେ ଥରେ ବନାନ୍ତୁ। ଆଉ ପିଠାଟିକୁ ବନେଇବା ପାଇଁ ମୁଁ ଘଣ୍ଟା ଘଣ୍ଟା ଧରିକିନା ଆଣକୁ ଫର୍ମେଣ୍ଟେସନ ପାଇଁ ବି ରଖିନଥିଲି। ଡାଇରେକ୍ଟ ହିଁ ଆମେ ଚାଉଳ ଭିଜେଇକି ବନେଇବା ଆଉ ପୁରା ପରଫେକ୍ଟ ବନିବ। ଦେଖନ୍ତୁ ଭିତରଟା କେତେ ଜାଲିଦାର ହେଇଛି, ପୁରା ସଫ୍ଟ ବନିବ। ଆପଣ ଏଇ ଗୋଟିଏ ଆଣରେ ପୁର ଦିଆ ଚିତଉ ପିଠା ବନେଇ ପାରିବେ, ନର୍ମାଲ ପ୍ଲେନ୍ ପିଠା ମଧ୍ୟ ବନେଇ ପାରିବେ। ଦେଖନ୍ତୁ ପ୍ଲେନ୍ ପିଠାଟା ଆପଣ ଦେଖିକି ଜାଣିପାରୁଥିବେ ଏଇଟା କେତେ ବଢ଼ିଆ ଭାବରେ ଫୁଲିଛି, ପୁରା କଅଁଳିଆ ହେଇଛି ଆଉ ଭିତରଟା ପୁରା ଜାଲିଦାର ହେଇଛି। ଏଇଭଳି ଉପାୟରେ ଆପଣ ବନାନ୍ତୁ, ପୁରା ପିଠା ପରଫେକ୍ଟ ବନିବ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ହେଲ୍ପଫୁଲ୍ ହେବ। ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲିବେନି। ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ତେବେ ଚାଲନ୍ତୁ ଡେରି ନ କରି ଦେଖିନେବା। এই ଚିତଉ ପିଠା ବନେଇବା ପାଇଁ ମୁଁ ଏଠି ନେଇଯାଇଛି 2 କପ୍ ଅରୁଆ ଚାଉଳ। ଗ୍ରାମ ହିସାବରେ କହିଲେ 400 ଗ୍ରାମର ଅଛି। ଆପଣ ଗୋଟେ ଗିନା କିମ୍ବା ଗ୍ଲାସ୍ ସେଟ୍ କରିନିଅନ୍ତୁ, ସେଇଥିରେ ମାପିକି ଚାଉଳ ନିଅନ୍ତୁ। ପୁରା ପରଫେକ୍ଟ ବନିବ, ବିଲକୁଲ ବି ଖରାପ ହେବନି। ପ୍ରଥମ ଥରରେ ହିଁ ଆପଣ ପରଫେକ୍ଟ ପିଠା ବନେଇ ପାରିବେ। ଆଉ ଚାଉଳରେ ଏଠି ମୁଁ ନର୍ମାଲ ଅରୁଆ ଚାଉଳ ନେଇଛି, ଯୋଉଟାକି ଆମେ ଭାତ ରାନ୍ଧିକି ଖାଆନ୍ତି। ଏବେ ଚାଉଳକୁ ଭଲରେ 2 ଥର ଧୋଇଦେବା। ତାପରେ ଏକୁ ଏକ୍ସଟ୍ରା ଭଲ ପାଣି ଦେଇକିନା କଭର କରିକି 5ରୁ 6 ଘଣ୍ଟା ଛାଡ଼ିଦେବା। ବା ରାତିରୁ ଯଦି ଆପଣ ଭିଜେଇ ଦେଉଛନ୍ତି, ସକାଳେ ପିଠା କରିବା ପାଇଁକିନା ଚାଉଳ ଭଲସେ ଭିଜିଯିବ। ଏଇଠି ଦେଖନ୍ତୁ ଚାଉଳ ଆମର 5ରୁ 6 ଘଣ୍ଟା ପରେ ବଢ଼ିଆ ଭାବରେ ଚାଉଳ ଭିଜି ଯାଇଛି। ଦେଖନ୍ତୁ କୋଉଭଳି ଭାଙ୍ଗି ଯାଉଛି। এইଭଳି ଭଲକି ଚାଉଳ ଭିଜିଲେ ଭଲକି ବାଟି ହେବ ଚିକଣ ହେଇକି, ଯାହାଦ୍ୱାରା କି ଆମର ଯେଉଁ ଚିତଉ ପିଠାଟା ପୁରା ପରଫେକ୍ଟ ବନିବ। ଏବେ ଏକୁ ଗୋଟେ ଜାଲିକୁ କାଢ଼ି ନେବା, ଯାହାଦ୍ୱାରା କି ଏକ୍ସଟ୍ରା ପାଣି ଗୁଡ଼ା ବାହାରିଯିବ। ଆଉ ଆମେ ଜାଣିପାରିବା ଯେ ୟାଦ୍ୱାରା ଆମେ କେତେ ପାଣି ଦେବା। ଏବେ ଚାଉଳକୁ ବାଟିବା ପାଇଁ ଗ୍ରାଇଣ୍ଡିଂ ଜାରକୁ କାଢ଼ି ନେବା। ତା ସାଙ୍ଗକୁ ଏଇଠି ଯେଉଁ କପ୍ରେ ମାପିକି ଆମେ ଚାଉଳ ଦେଇଥିଲେ, ସେଇ କପ୍ରେ ମାପିକି 2 କପ୍ ଦେଇଦେବା ନଡ଼ିଆ କୋରା। ମାନେ ଯେତିକ ଚାଉଳ ନେବେ ସେତିକ ନଡ଼ିଆ କୋରା ମଧ୍ୟ ଦେବେ। ତାହେଲେ ଯାଇକି ପିଠା ପୁରା କଅଁଳିଆ ଆଉ ନରମ ସଫ୍ଟ ବନିବ। ଆଉ ଏଇ ନଡ଼ିଆ କୋରାଟିକୁ ମଧ୍ୟ ମୁଁ ବହୁତ ସହଜରେ ବନେଇଛି। ନଡ଼ିଆକୁ ଖଣ୍ଡ ଖଣ୍ଡ କରିକି ବାହାର କରିନେଇକି ଗ୍ରାଇଣ୍ଡିଂ ଜାରରେ ଦେଇକି ଗ୍ରାଇଣ୍ଡ କରିନେବେ, ବହୁତ ସହଜରେ ନଡ଼ିଆ କୋରା ବନିଯିବ। ଆଉ ନଡ଼ିଆର ଯେଉଁ ବ୍ରାଉନ୍ ପାର୍ଟଟା ଉପରଟା ଥାଏ, ତାକୁ ମଧ୍ୟ ମୁଁ କାଢ଼ି ନେଇଛି, ଯାହାଦ୍ୱାରା ନଡ଼ିଆ କୋରା ଧଳା ଦେଖାଯିବ। ଆଉ ଆମ ଚିତଉ ପିଠା ମଧ୍ୟ ପୁରା ଧଳା ଦେଖାଯିବ। ଏବେ ଯେଉଁ କପ୍ରେ ମାପିକି ମୁଁ ଚାଉଳ ଆଉ ନଡ଼ିଆ ନେଇଥିଲି, ସେଇ କପ୍ରେ ମାପିକି ମୁଁ ଏଠି 1 କପ୍ ନେଇଯାଉଛି ପାଣି। ଏକାଥରକେ ବହୁତ ଗୁଡ଼େ ପାଣି ଦେଇକି ବାଟିବେନି, ଚାଉଳ ଚିକଣ ହେଇକି ବାଟି ହେବନି। ଏଇଠି ମୁଁ 1 କପ୍ ପାଣିରୁ ଅଧା କପ୍ ପାଣି ଦେବି। ଥରେ ମୁଁ ବାଟି ନେବି, ପୁରା ଟିକେ କମିଯିବ। ତାପରେ ଆଉ ଥରେ ପାଣି ଦେଇକିନା ପୁରା ଚିକଣ କରିକିନା ବାଟି ନେବି। ଦେଖନ୍ତୁ ଏଇଠି ଆଉ ଅଧା ପାଣି ଦେଇକିନା ଆମେ ବାଟି ନେବା। ବଢ଼ିଆ ସେ ଚିକଣ ହେଇକି କାଠୁଆ ହେଇକିନା ପିଠଉଟା ଆମର ରେଡ଼ି ହେଇଯାଇଛି। এইଭଳି ଦେଖନ୍ତୁ କେତେ ଚିକଣ ହେଇଛି। ଯେତେ ଚିକଣ ଆପଣ କରିପାରିବେ ସେଇଭଳି ପ୍ଲେନ୍ କରିବାକୁ ଚେଷ୍ଟା କରିବେ, ବହୁତ ହି ବଢ଼ିଆ ହେବ। ଆଉ ଯେଉଁ ଜାରଟା ଆମେ ବାଟିଥିଲେ, ସେଇ ଜାରରେ ଆଉ ଅଧା କପ୍ ପାଣି ଦେଇକି ସେ ଜାରକୁ ଧୋଇକିନା ଦେଇଦେବା ସେଥିରେ ପାଣି। ତ ଏଇଠି ଆମେ ଟୋଟାଲ 1.5 କପ୍ ପାଣି ବ୍ୟବହାର କରୁଛନ୍ତି। ଏବେ ହାତରେ ତାକୁ ଭଲକି ଗୋଳେଇକିନା ଫେଣ୍ଟି ନେବା। ପୁରା 5-6 ମିନିଟ୍ ପର୍ଯ୍ୟନ୍ତ ତାକୁ ଭଲକି ଫେଣ୍ଟି ନେବେ। ଏମିତି କରିବା ଦ୍ୱାରା ଚାଉଳ ନଡ଼ିଆ ଯେଉଁ ବଟା ହେଇଛି ସେ ଟିକେ ହାଲୁକା ହେଇଯିବ, ଯାହାଦ୍ୱାରା କି ଆମର ପିଠା ଗୁଡ଼ିକ ବହୁତ ହି ବଢ଼ିଆ ଭାବରେ ଫୁଲିବ। ଏଇଠି ଯେହେତୁ ଆମେ ଫର୍ମେଣ୍ଟେସନ ପାଇଁ ରଖିବାନି, ତେଣୁ କରିକି ଆପଣ ଏମିତି ଯଦି ଫେଣ୍ଟି ଦେବେ ନା, ପିଠା ବଢ଼ିଆ ଫୁଲିବ। এইଠି ମୁଁ ଚାଉଳକୁ ଭଲ ଭାବରେ ଫେଣ୍ଟି ନେଇଛି। ଆଉ ସାଇଡ୍ ଗୁଡ଼ା ଯେଉଁ ଲାଗିଛି ତାକୁ ଟିକେ ଗୋଟେ ସମାନ କରିନେବି। ଏବେ ଏକୁ କଭର କରିକିନା ଆମେ ସାଇଡ଼ରେ ଛାଡ଼ିଦେବା 10 ମିନିଟ୍ ପାଇଁ। କାହିଁକିନା ଏବେ ଆମେ ନଡ଼ିଆ ପୁର ବନେଇବା, କାରଣ ପୁର ଚିତଉ ପିଠା ବନେଇବା। ତେଣୁ କରିକି ଏଇଠି ଗୋଟେ ଗିନା ନେଇଯାଇଛି ନଡ଼ିଆ। ଯେଉଁ ଗିନାରେ ନଡ଼ିଆ ମାପିକି ନେଇଛି, ସେଇ ଗିନାରେ ମୁଁ ମାପିକି ନେଇଯାଉଛି ଅଧା ଗିନା ଗୁଡ଼। ଆଉ ଅଳ୍ପ ଚାମଚ ଖଣ୍ଡେ ପାଣି ପକାଇ ଦେଉଛି ସେ ଗିନାକୁ ଧୋଇକିନା। ଏବେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ରେ କରିଦେବା ଆଉ ଗୁଡ଼କୁ ମେଲ୍ଟ ହେବାକୁ ଦେବା। ବାସ୍ନା ପାଇଁକିନା ଏଇଠି ଟିକେ ଗୁଜୁରାତି ଗୁଣ୍ଡ ପକାଇ ନେଇଛି। ଆଉ ଏଇଠି ଚାହିଁଲେ ଆପଣ ଛେନା ମଧ୍ୟ ପକାଇ ପାରିବେ। ଏଇଠି ମୁଁ କିଛି ଡ୍ରାଏ ଫ୍ରୁଟ୍ସ ପକାଉଛି ଭଲ ଟେଷ୍ଟ ପାଇଁକିନା। ଏଇଟା ପୁରା ଅପସନାଲ୍ ଅଛି, ଆପଣ ପକାଇ ପାରିବେ, ନହେଲେ ତ ସ୍କିପ୍ କରିପାରିବେ। ଗୁଡ଼ ବି ମେଲ୍ଟ ହେଇଯାଇଛି ଆଉ ଭଲ ଭାବରେ ଆମର ନଡ଼ିଆ ପୁର ରେଡ଼ି ହେଇଯାଇଛି। ଏବେ ଗ୍ୟାସ୍ ଅଫ୍ କରିଦେବା ଆଉ ନଡ଼ିଆ ପୁରକୁ ସାଇଡ଼ରେ ରଖିବା। ଆଉ ଯେଉଁ ପିଠଉକୁ 10 ମିନିଟ୍ ପାଇଁ କଭର କରିଦେଇଥିଲେ, ତାକୁ ଆଉ ଥରେ ଭଲ ଭାବରେ ଗୋଳେଇ ନେବା। ଆଉ ଗ୍ୟାସ୍ ଉପରେ ଗୋଟେ ସସ୍ପେନ୍ ବସାଇବା। ଆଉ ଯେଉଁ କପ୍ରେ ମାପିକି ଚାଉଳ ନଡ଼ିଆ ପାଣି ନେଇଥିଲେ, ସେଇ କପ୍ରେ ମାପିକି 1 କପ୍ କ୍ଷୀର ନେବା। ଆଉ କ୍ଷୀରକୁ ଭଲ ଭାବରେ ଫୁଟେଇବା। ଆଉ ଏ ଗରମ କ୍ଷୀରକୁ ଆମେ ଯେଉଁ ପିଠଉ ରଖିଥିଲେ ବାଟିକି, ସେଇଥିରେ ଅଳ୍ପ ଅଳ୍ପ କରିକିନା ଦେଇକିନା ଗୋଳେଇବା। ଆମେ ଏଇଠି ପାଣି ବ୍ୟବହାର କରିଥିଲେ 1.5 କପ୍ ଆଉ କ୍ଷୀର ଏଇଠି ବ୍ୟବହାର କରୁଛନ୍ତି 1 କପ୍। ମାନେ ଟୋଟାଲ ଏଇଠି ଆମେ 2.5 କପ୍ ପାଖାପାଖି ବ୍ୟବହାର କରୁଛନ୍ତି। ତେଣୁ ଏଇଠି ମାପକୁ ମନେ ରଖନ୍ତୁ। ଯେଉଁଥିରେ ଚାଉଳ ମାପିକି ଦେବେ ନା, ସେଇଥିରେ ପାଣି କ୍ଷୀର ସବୁ ମାପିକି ଦେବେ।
आ जदि प्रथम थर आपण बनाउछन्ती ना पूरा परफेक्ट बनिबो बिल्कुल भी गड़बड़ी हबनी। आपण ए हिसाब रे सब जिंस मापिकी देबे। आणटी एठी भल कि गोळेई नेछि। आणटा ना पूरा चकुली आणठू टिके पतला हबो। आ एठी देखंतु एभली चामच रे करी देखिबे हल्का ट्रांसपेरेंट देखा जिवो। आंगुली को एभली मारिकी देखिबे परस्पर सहित आणटी लाखि जाउ नथिबो। जानिबे जे परफेक्ट हेछि। एबे इथरे स्वाद अनुसार लूण दे दबा आ 2 चमच चीनी दे दबा। चीनी दबा द्वारा पिठाटी फिक्का लागिबनी कारण आमे साधा चितौ भी तो बनेबा ना। पुरदिया चितौ रे सिना फिक्का लागिबनी। एबे इथरे 1/4 टीस्पून दे दबा खाइबा सोडा जहाद्वारा पिठा बहुत बढ़िया भाव में फुलिबो। आपण बिना खाइबा सोडा देकी मध्य सेवली पिठा गढ़ी परिबे किंतु खाइबा सोडा पकेले टिके भल कि फुली थाए। एठी हमर आण प्रस्तुत हो गला। चलंतु एबे पिठा गढ़िबा। ए पिठाटी को बनाया पई मु एठी नै जाइछि लुहा कढ़ई। पारंपरिक पद्धति रे साधारणतः एकु लुहा कढ़ई किंबा माटी पलम ए सब रे बना जाय किंतु आपण पाखे जदी सिल्वर कढ़ई अछि सेइथिरे मध्ये बनै परिबे। किंतु मने रखंतु जो बासन भी नेबे आपण किंतु मोटा बासन नेबे जहा द्वारा कि तळी लागिबनी पिठा आ पोड़ीबनी। आ कढ़ईटा को हाई फ्लेम रे गरम कला परे तेल किंबा घिओ लगे नेबे। तापर एमति ताटिया रे नेकिना पिठौ देबे आउ ऊपर नड़िया कोरा दे देबे जहा द्वारा कि नड़िया कोरा बाहरीबनी। ए टाइम रे ही आपण पकेबे देकिना कवर कर नेबे। तापर हाथ रे टिके एमति पानी नेकिना चारि साइड रु एमति 2 थर बुले नेबे। आ ए पानी रो बांफ रे पिठा भितरु भल कि सिझी जिवो। आ ओदा कपड़ा एठी दबाकू मध्य पड़िबनी। एठी आपनको पिठा सिझिबा पई किना 2 रु 3 मिनिट लागिबो। आउ आपण केते मोटा पिठा करचंती ता ऊपर मध्य डिपेंड करे केते समय आपनको पिठा सिझिया पई लागिबो। एठी देखंतु पिठा केते सुंदर भाबरे बाहरी आसिला केते बढ़िया हैछि। आ लुहा कढ़ईरो आउरी गुटे भल गुण हला थरे आपनको केवल तेल एठी लगाया पई पड़िबो तापर से नॉनस्टिक भली काम करिवो बिल्कुल भी आउ तेल लगायागु पड़िबोनी। एठी मु पुणी थरे आ गोटे पिठा बनै नेछि साधा चितौ ताको मध्य सेही प्रोसेस रे मु बनै नेछि। देखंतु केते सुंदर भाबरे पिठाटी हेछि पूरा कढ़ईरो बाहरी आछि। केते बढ़िया भाबरे पिठा फुलीछि देखंतु पूरा जालीदार। एई उपारे आपण पिठा बनांतु पूरा परफेक्ट बनिबो। आ ए प्लेन साधा चितौटी जे कोनसी तरकारी सहित किंबा क्षीर सहित लगे खाया पे बहुत बढ़िया लागे। आ पुर दिया चितौ को तो आपण सेमिति खाली रे खाई देबे बहुत बढ़िया लागिवो। ताले एई भली बनांतु ठाकुरन पाखरे भोग लगांतु आपण भी खांतु। केमिति लागिला मते कमेंट माध्यम रे निहाती कहबे। ताले रहिली पुणी आसीबे को नया रेसिपी सहित। समस्त भले रुहंतु खुशी रुहंतु। धन्यवाद। जय श्री जगन्नाथ।